ବାଲେଶ୍ୱର ଜିଲ୍ଲା ଶ୍ରମ ଦପ୍ତର ସମ୍ମୁଖରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଶହ ଶହ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ଜିଲ୍ଲା ଶ୍ରମ ଅଫିସର ଶିବନାରାୟଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାଲେଶ୍ୱର ଶ୍ରମ ଦପ୍ତରରେ ଡିଏଲ୍ସି ନିଯୁକ୍ତି ଓ ଖାଲି ପଡ଼ିଥିବା 3 ଓ 4ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। କର୍ମଚାରୀ ଅଭାବରୁ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସହାୟତା ରାଶି ପ୍ରଦାନରେ ବର୍ଷ ବର୍ଷ ଧରି ବିଳମ୍ବ ଘଟୁଛି। ପଞ୍ଜୀକରଣ ପ୍ରମାଣପତ୍ର ବାର୍ଷିକ ନବୀକରଣ ଠିକ୍ ସମୟରେ କରାଯାଇ ପାରୁନାହିଁ। ଶ୍ରମିକମାନଙ୍କ ପାଇଁ ପ୍ରଣୀତ ଆଇନ ଓ ଶିଳ୍ପ ସମ୍ପର୍କ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉନଥିବା ସଂସ୍ଥାଗୁଡ଼ିକରେ ଦୀର୍ଘ ବର୍ଷ ଧରି ତଦନ୍ତ ହେଉନାହିଁ। ଅବସର ପରେ ଗ୍ରାଚ୍ୟୁଇଟି କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରାପ୍ୟ ଦରମା ମିଳୁନାହିଁ। ଶ୍ରମିକ କର୍ମଚାରୀମାନେ ମିଳିତ ମଞ୍ଚ TUSCର ନେତୃତ୍ୱରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମାବେଶରେ TUSCର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶର କାରଣ ଓ ଶ୍ରମ ବିଭାଗର ଅପାରଗତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବିକ୍ଷୋଭ ସମାବେଶ ଶୋଭାଯାତ୍ରା ବିଭିନ୍ନ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ସୁଶାନ୍ତ ନାୟକ, ସଞ୍ଜୟ ସାମଲ, ପ୍ରଶାନ୍ତ ପରିଡ଼ା, ବନ୍ଦନା ପାତ୍ର, ପ୍ରଶାନ୍ତ ଦାସ, କେଶବ ନାୟକ, ସସ୍ମିତା ମହାନ୍ତି, ଭରତ ଚନ୍ଦ୍ର ସେଠୀ, ଯତୀନ ପାତ୍ର, ରବୀନ୍ଦ୍ର ବେହେରା, କେଶବ ଲଙ୍କା, ଜଳଧର ପଣ୍ଡା, ତପନ ସିଟ୍, କଳ୍ପନା ତପସୀ ପ୍ରମୁଖ ନେତୃତ୍ୱ ନେଇଥିଲେ। ବିକ୍ଷୋଭ ସମାବେଶ ପରେ ଉଠା ଜଳସେଚନ କର୍ମଚାରୀ ଭବନରେ 16 ତାରିଖ ସର୍ବଭାରତୀୟ ଶିଳ୍ପ ଗ୍ରାମୀଣ ଧର୍ମଘଟ ସମ୍ପର୍କରେ ଆୟୋଜିତ କନଭେନସନରେ AITUCର ରାଜ୍ୟ ନେତା ଜୟନ୍ତ ଦାସ ଆଗାମୀ ଆନ୍ଦୋଳନର ଦାବିପତ୍ର ଭିତ୍ତିପତ୍ର ଉପସ୍ଥାପିତ କରିଥିଲେ। କୃଷକ ନେତା ଶୀତାଂଶୁ ସେନାପତି, ବିଧାନ ଚନ୍ଦ୍ର ରାୟ, ଶ୍ରମିକ ନେତା ଭାଗବତ ପ୍ରତିହାରୀ, ବିଜୟ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ନୀତିର ଦୃଢ଼ ସମାଲୋଚନା କରିଥିଲେ। ବାଲେଶ୍ୱର ଶ୍ରମ ଅଫିସରେ DLC ପଦବୀ ବହୁ ବର୍ଷ ଧରିକି ଫାଙ୍କା ପଡ଼ିଲା। ଏଠି DLC ପଦବୀରେ କୌଣସି ଅଧିକାରୀ ନଥିବାରୁ ଲୋକଙ୍କର ଗ୍ରାଚ୍ୟୁଇଟି ଫାଇନାଲ ହେଇପାରୁନି। ଯେଉଁମାନେ ଅବସର ନେଇସାରିଲା ପରେ ଶ୍ରମିକ ତାଙ୍କ ଗ୍ରାଚ୍ୟୁଇଟି ଚୂଡ଼ାନ୍ତ କରିବାର ହାକିମ ହେଉଛନ୍ତି DLC। ତେଣୁ ତୁରନ୍ତ DLC ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ଏବଂ ଶ୍ରମ ଅଫିସରେ ମଧ୍ୟ ଆଉ ବାକି ଯେଉଁ କ୍ଲାର୍କ ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ALO ପର୍ଯ୍ୟନ୍ତ ସେ ପଦବୀ ଗୁଡ଼ିକ ଫାଙ୍କା ପଡ଼ିଛି, ତାକୁ ତୁରନ୍ତ ପୂରଣ କରନ୍ତୁ। ଏବଂ ବର୍ତ୍ତମାନ ଦେଖାହେଉଛି ସରକାରଙ୍କର ଯାହା ଦୃଷ୍ଟିଭଙ୍ଗୀ, କିଛି ALO ନିଯୁକ୍ତି ଦେଲେ କିନ୍ତୁ ଆମର ଏଠି ଆବଶ୍ୟକ ସଂଖ୍ୟକ ALO ପୂରଣ ହେଇନାହିଁ। ଏବଂ ଲେବର ଅଫିସରେ ଯେଉଁ ହସ୍ତକ୍ଷେପ କରିବାର କ୍ଷମତା ଥିଲା, ବର୍ତ୍ତମାନ ତାକୁ ଶ୍ରମ ବିଭାଗ କେବଳ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିବା ତାହାରି କାମ ଭିତରେ ରଖିଦେଉଛନ୍ତି। ଆଉ ବାକି ଶ୍ରମିକମାନଙ୍କର କେଉଁଠି ଗୋଟେ ଫ୍ୟାକ୍ଟ୍ରିରେ ବା କେଉଁ ଡିପାର୍ଟମେଣ୍ଟରେ ସମସ୍ୟା ହେଲା ସେଥିରେ ଇଣ୍ଟରଭିନ୍ କରିବା, ଜଏଣ୍ଟ ଡିସ୍କସନ୍ କରିବା ବା କନସିଲିଏସନ୍ କରିବା, ସେ କାମ ହେଉନାହିଁ। ତେଣୁ ଶ୍ରମ ବିଭାଗ ତା ଦାୟିତ୍ୱ ନିଭଉ ଏବଂ ଏଠି DLC ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଏହି ଦାବି ନେଇକି ଆଜି ସମସ୍ତ ଶ୍ରମିକ ସଂଗଠନ TUSCC ନେତୃତ୍ୱରେ ଆସିଛନ୍ତି, ଦାବିପତ୍ର ଦେଉଛନ୍ତି। ଯଦି ଏ ଦାବି ପୂରଣ ନ ହେଲା ତାହେଲେ ସରକାରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସେ ବ୍ୟବସ୍ଥା ହେବ।